ମାୟା ଆନନ୍ଦକୁ କହିବେ, ଆନନ୍ଦ ପ୍ଲିଜ୍ ତମେ ମୋତେ ଆଉ ବୁଝେଇବାକୁ ଜମା ବି ଚେଷ୍ଟା କରନି। ତାପରେ ଆନନ୍ଦ କହିବେ, ଠିକ୍ ଅଛି, ମୁଁ ତୁମକୁ ଆଉ ବୁଝେଇବିନି ହେଲା। କିନ୍ତୁ ଗୋଟେ କଥା ତମକୁ ମନେ ପକାଇ ଦେବା ପାଇଁ ଚାହୁଁଛି ମାୟା। ଥରେ ଯେତେବେଳେ ତମେ ରୋଗରେ ପଡ଼ିଥିଲ ଆଉ ଡକ୍ଟର କହିଲେ ତୁମର ଇନଫେକ୍ସନ୍ ହେଇଛି, ଭଲ ହେବା ପାଇଁ ତୁମକୁ ସମୟ ଲାଗିବ, ସେତେବେଳେ ଏଇ ପିଇସି ମା ତୁମର ରୋଗରୁ ଭଲ ହେବା ପାଇଁ ସେ ଠାକୁରଙ୍କ ପାଖରେ କେତେ ମାନସିକ କରିନଥିଲେ ତମର ମନେ ଅଛି? ତମେ ଭଲ ହେଲା ପରେ ତୁମର ସେ ସବୁ ମାନସିକ ସେ ଗୋଟି ଗୋଟି କରି ପୁରା ବି କରିଥିଲେ। ସେ ତୁମକୁ ବହୁତ ଭଲ ପାଆନ୍ତି ମାୟା। ମୋ ମା ତୁମକୁ ଯାହା ଶିଖେଇ ଦେଇ ଯାଇଛନ୍ତି ସେ ସବୁ ତୁମେ ଏ ଘରେ ସବୁ ଠିକ୍ ଠିକ୍ କରିଥିବାରୁ ସେ ତୁମ ପାଇଁ ବହୁତ ଗର୍ବ ଅନୁଭବ କରନ୍ତି ମାୟା। ମାୟା ଥାଉ ଥାଉ ଏ ଘରେ ଏସବୁ ଅନର୍ଥ ହେଉଛି କେମିତି, ସେଇଥିପାଇଁ ସେ ତମକୁ ଏସବୁ କହିଦେଇଛନ୍ତି। ତାପରେ ମାୟା କହିବେ, ମୁଁ ଭଲ ଭାବରେ ଜାଣିଛି ଏସବୁ କାହା ପାଇଁ ହେଇଛି। ଏସବୁ କେବଳ ସେ ପଲ୍ଲବୀ ପାଇଁ ହିଁ ହେଉଛି। ତାପରେ ଆଦର୍ଶ ରୁମ୍ରେ ପଲ୍ଲବୀକୁ କହିବେ, ନାଇଁ ପଲ୍ଲବୀ, ତମ ପାଇଁ ଏ ଘରେ କିଛି ବି ହେଇନି। ଯାହା ବି ହେଇଛି ସବୁ ମୋରି ପାଇଁ। ଆଇ ଆମ୍ ସରି ପଲ୍ଲବୀ। ମା ତମକୁ କିଚେନକୁ ନ ଯିବା କଥା ଦାଦି ମାଙ୍କୁ ନ କହିଥିଲେ ତାହେଲେ ଆଜି ଏ ଘରେ ଏତେ ବଡ଼ ଅନର୍ଥ କେବେ ବି ହେଇନଥାନ୍ତା। କେବେ ବି ନୁହେଁ ପଲ୍ଲବୀ। ତାପରେ ପଲ୍ଲବୀ ଆଦର୍ଶକୁ ହକ୍ କରିବେ ଆଉ କହିବେ, ନାଇଁ ଆଦର୍ଶ, ଏଥିରେ ତମର କିଛି ଭୁଲ ନାହିଁ। ଏସବୁ ମୋ ଯୋଗୁଁ ହେଇଛି। କିଛି ନ ବୁଝି ନ ଜାଣି ଦାଦି ମାଙ୍କୁ ଏ ଘରକୁ ଡାକିବା ପାଇଁ ମୁଁ ତୁମକୁ କହିଦେଇଥିଲି। ମୁଁ ଭାବିଥିଲି ଦାଦିମା ଏ ଘରକୁ ଆସିବା ଦ୍ୱାରା ତାଙ୍କ ମାଧ୍ୟମରେ ସାନ ମାଙ୍କୁ ବି ଏ ଘରକୁ ଫେରେଇ ଆଣିବା। ମୁଁ ଜାଣିଥିଲି ଦାଦିମା ଷ୍ଟ୍ରିକ୍ଟ, କିନ୍ତୁ ସେ ମୁହେଁ ମୁହେଁ ମାଙ୍କୁ ଶୁଣେଇ ଦେବେ ଏକଥା ମୁଁ ଜାଣିନଥିଲି। ଦାଦି ମାଙ୍କୁ ଏ ଘରକୁ ଆଣି ମୁଁ ବହୁତ ବଡ଼ ଭୁଲ କରିଦେଇଛି। ମୋତେ କ୍ଷମା କରିଦିଅ ଆଦର୍ଶ, ମୋତେ କ୍ଷମା କରିଦିଅ। ଏମିତି କହି ପଲ୍ଲବୀ ବହୁତ କାନ୍ଦିବେ। ତାପରେ ଆଦର୍ଶ କହିବେ, ପଲ୍ଲବୀ, ତମେ ଦାଦି ମାଙ୍କୁ ଡକେଇ ଏକଦମ ଠିକ୍ କରିଛ। ଦାଦିମା ତମ ପାଇଁ ମାଙ୍କୁ ଗାଲି କରିନାହାନ୍ତି। ଆରେ ଯିଏ ଭୁଲ କରନ୍ତି ତାଙ୍କୁ ହିଁ ଗାଲି କରନ୍ତି। ତମେ ଦେଖିଲନି ଦାଦିମା ଘରକୁ ଆସିବା ପରେ ରୁବି ମାଉସୀ, ବାପା, ଭାଉଜ, ମା, ତମେ, ମୁଁ କାହାରିକୁ ବି ଛାଡ଼ି ନାହାନ୍ତି। ତାପରେ ପଲ୍ଲବୀ କହିବେ, ମିଛୁଆ, ଦାଦିମା ତମକୁ କିଛି ବି କହିନାହାନ୍ତି। ତମେ ଭାରି ଚାଲାକ, ତମେ ସମସ୍ତଙ୍କର ପ୍ରିୟ। ଯାଅ ତମେ, ମୁଁ ତମ ସାଙ୍ଗରେ ଜମା ବି କଥା ହେବିନି। ତାପରେ ଆଦର୍ଶ କହିବେ, ହଁ, ଏଥିରେ ମୋର କ'ଣ ଦୋଷ? ଆରେ ବାବା, ମୁଁ ତ ସେଇ ଭଳି ଯୋଉଥିପାଇଁ ମୋତେ କେହି ଭଲ ନ ପାଇ ରହିପାରନ୍ତିନି। ତମେ ବିଲକୁଲ ବି ଚିନ୍ତା କରନି ପଲ୍ଲବୀ। ତମେ ମୋ ସହିତ ସବୁବେଳେ ଏମିତି ପ୍ରେମରେ ବୁଡ଼ି ରୁହ। ଦାଦିମାଙ୍କୁ ତମେ ଜାଣିଛ ନା? ତମେ ଦେଖିବ ସେ ସବୁ କିଛି ଠିକ୍ କରିଦେବେ। ତାପରେ ଆନନ୍ଦ ମାୟାକୁ କହିବେ, ତମେ ତ ପିଇସି ମାଙ୍କୁ ଭଲ ଭାବରେ ଜାଣିଛ। ମୁଁ ଏବେ ବି କହୁଛି, ତମେ ଜମା ଚିନ୍ତା କରନି। ଦେଖିବ ଖୁବ୍ କମ୍ ସମୟ ଭିତରେ ସେ ସବୁ ଠିକ୍ କରିଦେବେ। ତାପରେ ସମସ୍ତେ ତଳେ ସୋଫାରେ ବସିଥିବେ। ତାପରେ ଦାଦିମା ମାୟାକୁ ପାନ ଦେଇ କହିବେ, ନେ ପାନ ଖା। ଆ ଧରୁନୁ ବା, ନେ ଖା। ତାପରେ ମାୟା ପାନ ନେଇ ଖାଇବେ। ତାପରେ ଦାଦିମା କହିବେ, ଏ ମାୟା, କ'ଣ ବା ଏବେ ବି ରାଗିଛୁ? ଆରେ ତୁ ତ ଜାଣିଛୁ ଯେ ମୋ ମୁହଁ ସେମିତିଆ, ଟିକେ ଅଧିକ କହିଦେଇଛି ଆଉ କ'ଣ। ଆଉ ମୁଁ କ'ଣ କରିଥାନ୍ତି କହିଲୁ? ତୁ ଯୋଉ ଭଳିଆ ବୋହୂ ତୋ ଶାଶୁ ମା ଆଉ ମୁଁ ଗର୍ବ ଅନୁଭବ କରୁଥିଲୁ, ଆଉ ସେଇ ଯଦି ଏମିତିଆ କାମ କରିବ ରାଗ ତ ଲାଗିବନି? ଏମିତି କହି ଦାଦିମା ମାୟାକୁ ଗିଫ୍ଟ ଦେଇ କହିବେ, ତତେ ଏ ଜିନିଷ ବହୁତ ପସନ୍ଦ ନା? ମୁଁ ତୋ ପାଇଁ ଆଣିଛି। ନେ ଧର ପିନ୍ଧିବୁ। ଅଁଳା ଆଚାର ମୁଁ ଜାଣେ ତତେ ବହୁତ ପସନ୍ଦ, ଆଉ ମୁଁ ସେଇଥିପାଇଁ ଖାସ୍ କରି ତୋ ପାଇଁ ତିଆରି କରି ଆଣିଛି। ନେ ଧର, ଖାଇବୁ, ତାପରେ ମୋତେ କହିବୁ। ତାପରେ ମାୟା କହିବେ, ପିଇସି ମା, ଆପଣ ଏସବୁ ମୋ ପାଇଁ ଆଣି ଆଜି ମୋ ଶାଶୁ ମାଙ୍କ କଥା ମନେ ପକେଇଦେଲେ। ମୋତେ ଏସବୁ ଭଲ ଲାଗେ ବୋଲି ପ୍ରତିବର୍ଷ ସେ ମୋ ପାଇଁ ଅଁଳା ଆଚାର ବନେଇକି ଦିଅନ୍ତି। ହେଲେ ପିଇସି ମା, ମୋତେ ତ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ଆପଣ ବି ଏ କଥା ମନେ ରଖିଛନ୍ତି। ତାପରେ ଦାଦିମା କହିବେ, ଆରେ ମାୟା, ଯିଏ ଯାହାକୁ ଭଲ ପାଏ ନା
ତା ପସନ୍ଦ ନା ପସନ୍ଦ କିଛି କହିବା ଦରକାର ପଡ଼େନି। ସେ ତା ସବୁ କିଛି ମନେ ରଖେ। ବୁଝିଲୁ? ତାପରେ ମାୟା ଆନନ୍ଦକୁ କହିବେ, ତମେ ଠିକ୍ କହୁଥିଲ ଆନନ୍ଦ। ସତରେ ପିଇସୀ ମାଙ୍କ ହୃଦୟ ବହୁତ ଭଲ। ତାପରେ ଦାଦିମା ରିମଝିମକୁ କହିବେ, ଆରେ ହେ ଛଟକି, ସେଇଠି କାହିଁକି ଠିଆ ହେଲୁ? ଆ ଏପଟକୁ ଆ, ଏଇଟା ହେଉଛି ତୋ ପାଇଁ, ନେ ଧର। ତାପରେ ରିମଝିମ୍ ଦାଦିମା ପାଖରୁ ତାଙ୍କ ଗିଫ୍ଟ ଆଣିବେ। ତାପରେ ଦାଦିମା କହିବେ, ଦେଖ କେମିତି ହେଇଛି। ଏମିତି କହି ଦାଦିମା ପଲ୍ଲବୀକୁ ଡାକିଦେଇ ଗିଫ୍ଟ ଦେବେ। ଆଉ କହିବେ, ଆରେ ମୁଁ ତମ 2 ଜଣଙ୍କ ବାହାଘରକୁ ଆସିପାରି ନଥିଲି, ଆଉ ସେଇଥିପାଇଁ ମୋ ତରଫରୁ ଏ କାନଫୁଲ ଉପହାର। ତମେ 2 ଜଣ ଏ ଘରର ବୋହୂ, ମାୟା ପାଖରେ ରହୁଛ, ତ ମାୟା ପାଖଠୁ ଯାହା ଶିଖିବାର ଅଛି ଶିଖିନିଅ। ମୁଁ ଜାଣିଛି ବା ଯେ ମାୟା ଭଳି ହେବା ବହୁତ କଷ୍ଟ, କିନ୍ତୁ ଚେଷ୍ଟା କଲେ ସବୁ କିଛି ହେଇପାରେ। ବୁଝିଲୁ ନା ନାଇଁ? ଏମିତି କହି ଦାଦିମା ପୁଣି ରିମଝିମକୁ କହିବେ, ନେ ଛଟକି, ଏଇଟା ଆଉ ଗୋଟେ ଜିନିଷ ତୋ ପାଇଁ, ଧର। ତାପରେ ଦାଦିମା ପଲ୍ଲବୀକୁ କହିବେ, ନେ ଏଇଟା ତୋ ପାଇଁ। ତାପରେ ପଲ୍ଲବୀ କହିବେ, ଥ୍ୟାଙ୍କ ୟୁ ଦାଦିମା। ତାପରେ ଦାଦିମା କହିବେ, ପିନ୍ଧିବୁ ହେଲା? ହଉ ଯା, ତମ 2 ଜଣଙ୍କ ପାଇଁ 2ଟା ଶାଢ଼ୀ ମୁଁ ଆଣିକି ଦେଇଛି। ଦେଖ ପସନ୍ଦ ହେଉଛି କି ନାଇଁ। ବୁଢ଼ୀ ଲୋକଟା କିଣିଛି ତ, ଦେଖ ଦେଖ। ତାପରେ ଆଦର୍ଶ ଆସିବେ, ଆଉ ଦାଦିମା ପାଖରେ ବସିବେ, ଆଉ କହିବେ, ଇଏ କ'ଣ ଦାଦିମା, ଆପଣ ସମସ୍ତଙ୍କ ପାଇଁ ଗିଫ୍ଟ ଆଣିଛନ୍ତି, ହେଲେ ମୋ ପାଇଁ କାହିଁ? ତାପରେ ଦାଦିମା କହିବେ, ମୋ ନାତିଆ ପାଇଁ ମୁଁ ଗିଫ୍ଟ ନେଇକି ଆସିବିନି? ମୋ ଗେଲୁଟା ପୁରା ତୁ। ର ମୁଁ ଆଣିଛି ତୋ ପାଇଁ। ଏମିତି କହି ଦାଦିମା ଆଦର୍ଶକୁ ଗିଫ୍ଟ ଦେବେ। ତାପରେ ଆନନ୍ଦକୁ ବି ଦେବେ। ତାପରେ ଆନନ୍ଦ କହିବେ, ମୋ ପାଇଁ ଆଣିବା କ'ଣ ଦରକାର ଥିଲା ଯେ ପିଇସୀମା? ତାପରେ ଦାଦିମା କହିବେ, ହଁ ହଁ ମୁଁ ଜାଣିଛି ବା ଯେ ତୁ ବହୁତ ପଇସାବାଲା। ମୁଁ ଯାହା ଦେଲି ତୁ ରଖ ମ। ଶୁଣ, ପଇସା ଦେଇକିରି ତୁ ସବୁ ଜିନିଷ କିଣିପାରିବୁ, ହେଲେ ଏଇ ପିଇସୀମାର ଭଲ ପାଇବା ନାଇଁ ନାଇଁ ନାଇଁ, ସେ ତୁ କିଣିପାରିବୁନି। ତାପରେ ଆନନ୍ଦ କହିବେ, ଆପଣଙ୍କୁ କଥାରେ ନା କେହି ବି ପାରିବେନି ପିଇସୀମା। ଯିଏ ଯେତେ ବଡ଼ୁଆ ହେଇଥାଉ ନା ପଇସାବାଲା ହେଇଥାଉ, ଆପଣଙ୍କ ସାମ୍ନାରେ ସେ ହଡ଼ବଡ଼େଇ ଯାଏ। ତାପରେ ଦାଦିମା କହିବେ, ଆଉ ଏସବୁ ଜିନିଷ ରହିଲା ମମତା ଆଉ ବିନୋଦ ତା ପିଲାଛୁଆ ପାଇଁ। ଏମିତି କହି ଦାଦିମା ଆଦର୍ଶକୁ କହିବେ, ଏ ନାତିଆ ଟିକେ ଧରିଲୁ। ତାପରେ ଦାଦିମା ମାୟାକୁ କହିବେ, ମାୟା ସେମାନେ କେବେ ଆସିବେ? ଆରେ କିଛି କହୁନ କାହିଁକି? ଆରେ ମୁଁ ପରା ତୋତେ କହିଥିଲି ଯେ ମମତା ସାଙ୍ଗରେ କଥା ହେବାକୁ। ଆରେ ସେମାନେ କେବେ ଆସିବେ କହ ମୋତେ। ତାପରେ ଆଦର୍ଶ କହିବେ, ଦାଦିମା ଆପଣ ଚିନ୍ତା କରନ୍ତୁନି, ମୁଁ ପଲ୍ଲବୀ କାଲି ଯାଇ ଦାଦା ଖୁଡ଼ୀଙ୍କୁ ଏଠିକି ନେଇ ଆସିବୁ। ତାପରେ ଦାଦିମା କହିବେ, କାହିଁ ତମେ 2 ଜଣ ଯିବା କ'ଣ ଦରକାର? ସେମାନେ କ'ଣ ନିଜେ ନିଜେ ଆସିପାରିବେନି?